ଆରେ ସେ ଛାଡ଼ ମୁଁ ବେଗ ମୁଁ କରିବାକୁ ନାଇଁ ଆପଣ କରିବେ ହେଲା ଆପଣ କଣ୍ଡମଟା ଆଣ ମୁଁ ଅଛି କଣ୍ଡମ। ଭୁଲି ଯାଇଛି ଏଇ ଯୁବକଟି ମଣିଷର ମାନବିକତା। ଏହି ଯୁବକ ଜଣଙ୍କୁ ମହିଳାକୁ ଅଧା ବାଟରେ ଅଟକେଇ କହୁଛି ମତେ କରିବାକୁ ଦେବ ନହେଲେ ତତେ ଜୀବନରୁ ମାରିଦେବି। ଏମିତି କହି ଯୁବତୀ ଜଣଙ୍କୁ ଡରେଇକି କହୁଛି କରିବାକୁ ଦେ ନହେଲେ ତତେ ଜୀବନରୁ ମାରିଦେବି। ଆଉ ଯୁବତୀ ଶେଷରେ ଡରିକି କହୁଛି କଣ୍ଡମ ଆଣ ମୁଁ କରିବାକୁ ଦେବି, କଣ୍ଡମ ଆଣ ମୁଁ କରିବେ ହେଲା ଆପଣ କଣ୍ଡମଟା ଆଣ ମୁଁ ଅଛି କଣ୍ଡମ। ସେ ଯୁବତୀ ଜଣେ ଯାଇଥିଲା ବଜାରକୁ। ବଜାରରେ ଘରକୁ ଫେରୁଥିଲା ବେଳେ ରାସ୍ତାର ଜଙ୍ଗଲ ବାଟ ଦେଇ ଯାଉଥିଲା। କିନ୍ତୁ ଏହି ଯୁବକଟି ମଣିଷ ହୋଇ ରାକ୍ଷସ ପାଲଟିଛି। ଏହି ଯୁବକଟି ସେଇ ଜଙ୍ଗଲ ରାସ୍ତାରେ ଲୁଚିକି ରହିଥିଲା। ରାସ୍ତାକୁ ଦେଖି କୋଉବେଳେ ଶିକାରୀ ଆସିଲେ ମୁଁ ଶିକାର କରିବି ସେ ଅପେକ୍ଷା କରିଥିଲା। ଯୁବତୀ ଜଣେ ବଜାରକୁ ଯାଇ ପରିବାପତ୍ର କିଣି ସାରି ସେ ଘରକୁ ଫେରୁଥିଲା ଆଉ ଜଙ୍ଗଲ ରାସ୍ତା ଦେଇ ଯାଉଥିଲା। ସେତିକି ବେଳ ଏଇ ଯୁବକ ରାକ୍ଷସଟି ସେଇଠି ଅଧା ବାଟରେ ଛେକି କରିବାକୁ ଶେଷରେ ମାଗିଲା। ଚିତ୍କାର କରି କରି ସେଇଠି ସେ ଯୁବତୀ ପାଟି କରୁଥିଲା, ଯାହା ଫଳରେ ସେଇ ପାଖରେ କେହି ନଥିଲେ। ଆଉ ସେଇଠି ସେ କିଛି ଉପାୟ ନ ପାଇ ଶେଷରେ କଣ୍ଡମାଣ ମୁଁ କରିବାକୁ ଦେବି, କଣ୍ଡମାଣ ମୁଁ କରିବାକୁ ଦେଇ କହି ତାହାକୁ କରିବାକୁ ଦେଲା। ଦର୍ଶକ ବନ୍ଧୁ ଆପଣ ମାନଙ୍କୁ କହି ରଖୁଛି ଏଇ ଯୁବକଟି ଯାହା କରୁଛି କଣ ଠିକ କରୁଛି? ତାଙ୍କ ଘରେ ମା ଭଉଣୀ ନାହାନ୍ତି, ତାଙ୍କର ସ୍ତ୍ରୀ ନାହାନ୍ତି ଯେ ଏଇଭଳି ବ୍ୟବହାର କଲା ଜଣେ ଯୁବତୀକୁ। ଦର୍ଶକ ବନ୍ଧୁ ଏଇଭଳି ଯୁବକ ରାକ୍ଷସ ଯୁବକଟି ଯାହା କରୁଛି କଣ ଠିକ କରୁଛି? ଏଇଭଳିଆ ଲୋକକୁ କଣ ଶାସ୍ତି ଦେବା ଦରକାର ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଅନୁରୋଧ କରୁଛି ଆପଣ ମାନେ ଏଇ ଭିଡିଓ ଲାଇକ୍ ନ କଲେ ନାଇଁ ଅଧିକ ଭାବରେ ସେୟାର କରନ୍ତୁ।